ଶ୍ରୀ ଅରବିନ୍ଦ ଏହି ସନ୍ଧ୍ୟାର ଅଧିବେଶନରେ ପାଠଚକ୍ରରେ ଉପସ୍ଥିତ ଥିବା ମୋର ଆତ୍ମାର ସବୁ ସାଥୀ ଯେଉଁମାନେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କୁ ଭଲ ପାଆନ୍ତି ଏବଂ ତାଙ୍କର ରଚନାବଳୀକୁ ବି ଭଲ ପାଆନ୍ତି, ସେମାନଙ୍କୁ ମୋର ଶୁଭେଚ୍ଛା, ସ୍ନେହାଶିଷ ଓ ନମସ୍କାର। ଆମେ ଶ୍ରୀ ଅରବିନ୍ଦଙ୍କର ଦିବ୍ୟ ଜୀବନ ଗ୍ରନ୍ଥର 12th ଚାପ୍ଟର ଡିଲାଇଟ୍ ଅଫ୍ ଏକ୍ସିଷ୍ଟେନ୍ସ ସଲ୍ୟୁସନ, ଗତ 11th ଚାପ୍ଟରରେ ଆମେ ଡିଲାଇଟ୍ ଅଫ୍ ଏକ୍ସିଷ୍ଟେନ୍ସର କଣ କଣ ସମସ୍ୟା ସବୁ ପ୍ରୋବ୍ଲେମ ବିଷୟରେ ଆଲୋଚନା କରିଥିଲେ ଏବଂ ତାପରେ ଏଇ ଚାପ୍ଟରରେ ଆମେ ପ୍ରାୟ 7-8 ପାରାଗ୍ରାଫ ପର୍ଯ୍ୟନ୍ତ ପଳେଇ ଆସିଲେଣି। ପ୍ରଭୁ ଧୀରେ ଧୀରେ ସେ ଯୋଉ ସମସ୍ୟା ଗୁଡିକ, ଯୋଉ ପ୍ରୋବ୍ଲେମ ଗୁଡିକ, ତାକୁ ହିଁ ଧୀରେ ଧୀରେ ସେ ବୁଝେଇ ବୁଝେଇ ଚାଲିଛନ୍ତି, ତାର ସଲ୍ୟୁସନ ଦେଇ ଦେଇ ଚାଲିଛନ୍ତି। ଡିଷ୍ଟର୍ବ ହଉଛି ଟିକେ, ଜ୍ୟୋତ୍ସ୍ନା ପା ଟିକେ ସେଣ୍ଟ୍ରାଲ ଲେକ୍ଚର ମୋଡରେ କରିଦିଅ ଟିକେ। ତ ଆମେ ପ୍ରକୃତରେ ଭଗବାନଙ୍କ ସୃଷ୍ଟିକୁ ବୁଝିବା, ଭଗବାନଙ୍କ ସୃଷ୍ଟିକୁ ବୁଝିବା, ଜାଣିବା ଏଇ ମନ ଜରିଆରେ ଏ ସହଜ କଥା ନୁହେଁ। ସେଥିପାଇଁ ପ୍ରଭୁ ଆମକୁ କହିଲେ ଗତ ଚାପ୍ଟରରେ ଯେ ଆମକୁ ଗୋଟେ ଇନଟ୍ୟୁଟିଭ ପରସେପସନ ଦରକାର। ଇନଟ୍ୟୁଟିଭ ପରସେପସନ ହଉଛି ମନର ଗୋଟେ ଉଚ୍ଚତମ ଚେତନାର ସ୍ଥିତି ବା ବୋଧିଗତ ସ୍ଥିତି, ଯୋଉଠି ସେ ବୁଝିପାରିବ, ତାର ଗୋଟେ ଧାରଣା ଆସିବ, ସେ ଜାଣିପାରିବ ଯେ ପ୍ରକୃତରେ ସୃଷ୍ଟିର ରହସ୍ୟ କଣ, କେତେକାଂଶରେ ସେ ସ୍ଥିତିକୁ ଜାଣିପାରିବ। ନହେଲେ ଆମେ ସବୁବେଳେ ତାକୁ ଗୋଟେ ଭ୍ରାନ୍ତି ବୋଲି କହୁଛୁ, ମିଥ୍ୟା ଭ୍ରାନ୍ତି, ଏସବୁ ମରିଚିକା ଏମିତି ସବୁ କହୁଛେ ଏବଂ ଏ ଜଗତକୁ ଅବାସ୍ତବ ଛାଡିକିରି ପଳେଇବା ଇତ୍ୟାଦି ଇତ୍ୟାଦି। କୋଉଠି ଯିବା? ପ୍ରଭୁ ଅନ୍ୟତ୍ର କହୁଛନ୍ତି ଆମେ କୋଉଠି ଯିବା? ଯୋଉଠିକି ଯିବା ହୁଏତ ଏ ଜଗତର ମଣିଷ ନଥାଇପାରନ୍ତି, କିନ୍ତୁ ଆଉ ସମସ୍ତେ ତ ଥିବେ ନା। ଗୋଟେ ମଠରେ ରହିବା, ଏକାନ୍ତରେ ଗୋଟେ ଆଶ୍ରମରେ ରହିବା, ଅଳ୍ପ ଆମେ ଥିବୁ, ଅଳ୍ପ ଲୋକ ଥିବୁ, ବେଶୀ ମଣିଷ ନଥିବେ, ତ ସେଠି ତ ଅନ୍ୟମାନେ ଥିବେ, ଜୀବଜନ୍ତୁ ଥିବେ, ଆଉ ଗଛଲତା ଥିବେ, ପତ୍ର ସବୁ ପ୍ରକୃତି ଥିବ, ସେଠି ବି ଗୋଟେ ପ୍ରକାର ଆଟାଚମେଣ୍ଟ ଥିବ। ତେଣୁ ମଣିଷ ଯେ ଏଇ ଆଟାଚମେଣ୍ଟକୁ ବାଧକ ବୋଲି ଭାବିକି, ବେଳେବେଳେ ଅବାସ୍ତବ ସ୍ୱପ୍ନ ବୋଲି ଭାବିକି ପଳେଇବ, ଇଲ୍ୟୁଜନ ବୋଲି ଭାବିକି, ସେଥିରେ ସମାଧାନ ହବନି। এই বিভ্রমটা প্রকৃତରେ କୋଉଠୁ ଆସେ, ମଣିଷ ଭିତରେ କେମିତି ଆସେ, ମଣିଷ କେବଳ ସେଇ ଭ୍ରାନ୍ତିଟାକୁ ବେଶୀ ମନେ ରଖେ। ମନ ସ୍ତରର ତ ମନ ସବୁବେଳେ ଛୋଟିଆ ମୋଟିଆ କଥାରେ ତାର ସନ୍ଦେହ ଆସିବ, ଭ୍ରାନ୍ତି ଆସିବ। ଆଉ ଏ ତ ଜଗତଟାକୁ ତ ନିଶ୍ଚୟ ସେ କହିବ, ଯୋଉ ଫେନୋମେନାଲ ୱାର୍ଲଡ, ଆମେ ଯୋଉ ଜଗତଟାକୁ ଦେଖୁଛେ, ପ୍ରାତିଭାସିକ ଜଗତକୁ ଦେଖୁଛେ, ସେଥିରେ ନିଶ୍ଚିତ ଆମେ ଆଗରୁ ଆଲୋଚନା କରିଛେ ଯେ କୌଣସିଟା କନଷ୍ଟାଣ୍ଟ ନୁହେଁ, ପ୍ରତି କ୍ଷଣରେ ଏଭ୍ରି ମୋମେଣ୍ଟ, ମା କହୁଛନ୍ତି ଏଭ୍ରି ମୋମେଣ୍ଟ ଏଇ ବଦଳି ବଦଳି ଯାଉଛି। ବଦଳି ଯିବାର ଅର୍ଥ ନୁହେଁ ଯେ ଏଟା ଅବାସ୍ତବ କଥା। ବେଳେବେଳେ ଆମ ଭ୍ରମ କେମିତି ଗୋଟେ ଛୋଟିଆ କାହାଣୀଟି କହିଲେ ବୁଝି ହବ। କାହାଣୀ ହଉଛି କଣ, ଯେତେବେଳେ କଣ ହେଲା ନା, କବିର ଯେତେବେଳେ ଚାହିଁଲେ ସାଧନା କରିବାକୁ, ତାଙ୍କ ଭିତରେ ଆସିଲା ଏନଲାଇଟମେଣ୍ଟ, ସିଏ ଆଉ ଏଇ ଭିତରେ ରହିକି ଆଉ କରିପାରିଲେନି। ତେଣୁ ସେ ନଈ ଆରକଡ଼କୁ ପଳେଇଲେ। ସେଠି ଯାଇକିରି ସାଧନା କରିବାକୁ ଗଲେ, କେତେ ଗୁଡେ ବୋତଲ, ମଦ ବୋତଲ ନେଇକି ଗଲେ ସାଙ୍ଗରେ, ଆଉ ଜଣେ ସ୍ତ୍ରୀ ଲୋକ ଗଲେ। ମାନେ ଲୋକ ସବୁ ଦେଖିଲେ, କହିଲେ କଣ ଗୋଟେ ସନ୍ଥ, ଇ କଣ ମଦ ପୁଣି ନାରୀ, କି ସାଧନା କରୁଛି। ମଣିଷର କଣ ହୁଏ, ଗୋଟେ କଥାକୁ ଦେଖିଲେ ସେ ଏକମାତ୍ର କାରଣଟାକୁ ସେ ଭାବିଲେ, ତାର ଯୋଉ ଅନ୍ୟ କିଛି କାରଣ ଥାଇପାରେ ସେ କଥା ସେ ନିଏନି ବିଚାରକୁ। ଆଉ ଯୋଉଟାକୁ କାରଣ ବୋଲି ଭାବେ ସେଇଟା ହିଁ ତାର ଭ୍ରମ, ସେଇଟା ହିଁ ତାର ଗୋଟେ ନେଗେଟିଭିଟି। ମଣିଷ ପାଖରେ ସେଇ ଜିନିଷଟା ଅଛି। ମୁଁ ରାଜାଙ୍କୁ ଯାଇ କହିଲେ, ଗଲେ ଦେଖନ୍ତୁ ଏଇ ସନ୍ଥ ଏମିତି ସବୁ କାର୍ଯ୍ୟ କରୁଛନ୍ତି ନଈ ସେପଟରେ। ରାଜା କହିଲେ ତାଙ୍କୁ ହତ୍ୟା କରାଯିବ, ଦେଖାଯାଉ କଣ କରୁଛନ୍ତି। ଯାଇକି ପହଞ୍ଚିକି ଦେଖିଲା ବେଳକୁ
ये मद बोतल नहीं कि पानी आ जो स्त्री लोक बस निज माँ ये से साधना कर ये गोटे कौन ये गोटे विभ्रम नुहे यहाँ भ्रम नुहे मनुष्यर यही तो गोटे छोटिया कथा कहला समस्त समग्र जगत एका कथा आप्लिकेबल हाँ यहाँ सत जे प्रभु आम जो पाराग्राफ पढ़िले गोटे कथा क्लीयरली कहले खाली मन पकई दौर जो शुद्ध सत्तार स्वरूप आ उपादान यहाँ मिथ्या नुहे खंडे मुंडे सुना ना तार उपादान तार स्वरूप से कदापि मिथ्या नुहे से मौलिकता रही किंतु आमे जो चिंता करकलन करमती गोटे खंड चेतना आकलन कर सिमिलरली आम जो अनंत को आकलन कर शांत भाव शांत चेतन कर बेले बेले विकृति भितर किंतु से तो अविभाज्य किंतु अविभाज्य जे किंतु से किसी आभास आम पाऊ आत्मसचेतन सत्तार आभास पाऊ फॉर एग्जांपल आपण गोटे मौलिक एलिमेंट हूँ सुना सुनाटा को लेकिन आप बहुत कथा करें बहुत अलंकार करें से गुड़ प्रातिभाषिक सत्य किंतु मौलिक सत्य हूँ सुना किंतु जदिव सी नुहे मूल सत्य किंतु तो से मूल सत्य रू सी आसी ना मल्टीप्लिसिटी को आसी बहु रूपता नहीं से मन धान धान टाक आम जो मौलिक गोटे वस्तु नवा धान रु चाउल होड़ा मुड़ी होपर केते प्रकार पिठा इत्यादि इत्यादि तेणु युग आम देखिपे कि मूल आम कह जेहेतु मौलिकता ना भितर तेणु एम सब विभिन्न रूप जेहेतु प्रतिभाषिक सत्य नो डाउट किंतु मौलिक अपरिवर्तनीय एकत्रिता पाखे ना किंतु कहीं ना सी तो गोटे फर्म रोनी सी धान रु चाउल चाउल रु पिठा पुणी से चाउल रु मुड़ी सब हो किंतु मौलिक एकत्रित होती से धान एमती केते उदाहरण आम देपर आम सृष्टिर वैचित्र भितर आम देपर मल्टीप्लिसिटी गोटे हूँ वैचित्र किंतु ये वैचित्र गुड़िक इच्छा नुह आम विकृत भी नुह तेणु आमर मनर जेहेतु गोटे विभाजित चेतना एवं आम सब आम तो ससीम ना आम मनटा ससीम तेणु ये असीमता को केमती सी चिंता कर तार परिसर तो बहुत कम तेणु सी एत विराट कथा बुझीपर तेणु से जो तेणु प्रभु कहते वर्ल्ड एसेंशियल ट्रुथ न हो पारे फेनोमेनल ट्रुथ आ फेनोमेनल ट्रुथ कौटू आसुची मल्टीप्लिसिटी आसुची ना जो इनफाइनाइट सुपरफिशियल म्यूटेबिलिटी रोची से आसुची किंतु फंडामेंटाली जो मूल सत्यटी सी इम्यूटेबल तार इम्यूटेबल यूनिट तेणु आम बुझा ये कथा आम सहजरे बुझीपारनु कहीं आम सब प्रमाण मनकर गोटे साइंटिस्ट जदि गोटे कथा कह सी कहे तुम परम सत्य कौन गोटे कौच देखे आम तो देखिपार सुप्रीम ट्रुथ को तो आम जन देखिपर निश्चित उपलब्धि कथा जन चेतनार से स्थिति को नगला पर्यंत सी उपलब्धि करें आम प्रातिभाषिक जगतर अन्य वस्तु भली आनी देखा यही देखिपर संभव नहीं आमर गोटे चिंताधारा रही माया टाक आम सब गोटे नेगेटिव भाव नौचे किंतु माया तो आम बुझे ना से ज्ञान से कौशल बुद्धि बोली से परम तत्वर से परिप्रकाश से कौन कर अनंत को शांत कर जी अणाकार आकार कर अपरमेय को अपरिवर्तन को परिवर्तन कर अनेक होती सब चेतनाटा निचेतना अचेतना अवचेतना ये परिणत हो तो जो गुड़िक अखंड खंडित चेतनार ये सब हूँ माया किंतु आम कौन कर माया टाक गोटे निगेटिवली नौचे आम भावचे संसार ये जगत मनुष्य जिते अच्छा एगुड़ सब माया ये संसार उद्घाटन भी माया ये सब अवास्तव तेणु छाड़ी पड़वा किंतु प्रभु ये रही सीमितता ये जो सीमितता विचार और भ्रांति रही तो आम जो
ସେଇଟାକୁ ବ୍ୟାପକ କରିଦେବା, ଯେତେବେଳେ ସେ ମୂଳ ତତ୍ଵ ମାନେ ବ୍ୟାପକ କରିବାକୁ ହେଲେ ପରସେପସନ, ବୋଧିଯୁକ୍ତ ଜ୍ଞାନର ପରସେପସନ ପାଖରେ ପହଞ୍ଚିବାକୁ ପଡିବ। ଇଣ୍ଟୁଟିଭ ପରସେପସନ ନ ଆସିଲା ପର୍ଯ୍ୟନ୍ତ এটা ସାଧାରଣ କଥା, ମଣିଷ ସେ ପର୍ଯ୍ୟନ୍ତ ଯାଇପାରିବ। କାହିଁକି ନା ତତ୍ଵ ଗୁଡିକ ଏଇ ମଣିଷର ମନର ବୋଧଗମ୍ୟର ଉର୍ଦ୍ଧ୍ୱରେ ଅଛି। ଆଉ ଏ କଥା ସତ ଯେ ଭଗବାନ କେବେ ଭ୍ରାନ୍ତ ନୁହଁ। ଇଏ ଜଗତ ତାଙ୍କର, ଏଠାରେ ସିଏ ବହୁତ ହେଇଛି, ପୁଣି ସେ ଏକତ୍ରରେ ବହୁତ, ପୁଣି ସେ ଏକତ୍ଵ। ତ ତାଙ୍କର ଯୋଉ ଏକତ୍ଵ ରୂପୀ ସତ୍ୟ ଚେତନା, ସେଇ ଚେତନାଟା ଯେହେତୁ କୌଣସି ପ୍ରାତିଭାସିକ ଜଗତରେ ଆମେ ଦେଖୁନୁ, ତା ବୋଲି ଏଟାକୁ ଅବାସ୍ତବ କହିବା ବା ମାୟା କହିବା ଠିକ ସବୁ। ତ ବର୍ତ୍ତମାନ ଆମେ ଏଇ ଯୋଉ ପଞ୍ଚମ ପାରାଗ୍ରାଫଟା ତିନୋଟି ସ୍ୱାସ୍ଥ୍ୟ ଭଲ ନାହିଁ, ତେଣୁ ମୁଁ ଏଇ ତିନୋଟି ପଞ୍ଚମ ପାରାଗ୍ରାଫଟି ଆଜି ଆପଣମାନଙ୍କୁ କହିଦେବି, ଉପସ୍ଥାପନା କରିଦେବି। ତାପରେ ନେକ୍ସଟ ଟାଇମ ଯଦି ଆସିବ ଆଉ କଣ ରହିଲା ଆଉ ରିପିଟ୍ କରିବି। ପ୍ରଭୁ ଏଠି ଗୋଟେ ବହୁତ ଭଲ କଥା କହୁଛନ୍ତି। ସେ କହୁଛନ୍ତି, if on the other hand we look at world existence in relation to consciousness only and to the force of consciousness, ଏଠି ଦିଟା କଥା ଦେଖିବା। ଅନ୍ୟ ପକ୍ଷରେ ଆମେ ଯଦି ଦେଖିବା, କଣ ଦେଖିବା, ଯେ ଏଇ ଯୋଉ ସମସ୍ତ ବିଶ୍ୱର ଯୋଉ ଅସ୍ତିତ୍ୱ, ତାର ସମ୍ପର୍କ ଚେତନା ସହିତ, world existence in relation to consciousness only, କେବଳ ଚେତନା ସହିତ, and to force of consciousness, force of consciousness ହଉଛି ଚିତ୍ସକ। ତାହେଲେ ଆମେ କଣ ବୋଲି ବୁଝିବା ତାକୁ? ଆମେ ଯଦି ଚେତନା ଆଉ ଚିତ୍ସକୀ ସହିତ ରହିଥିବା ତାର ଯୋଉ ସମ୍ବନ୍ଧ, ସେଇ ଦୃଷ୍ଟିରୁ ଯଦି ଆମେ ବିଶ୍ୱସ୍ତ ତାର ବିଚାର କରିବା, ତେବେ ଆମେ କଣ ବୋଲି ୟାକୁ ବିଚାର କରିବା, କଣ ବୋଲି ରିଗାର୍ଡ କରିବା? ପ୍ରଭୁ କହୁଛନ୍ତି, we may regard, describe and realize it as a movement of force of obeying some secret will. Secret will ଯେତେବେଳେ ଟିକେ ଅଣ୍ଡରଲାଇନ୍ କର, ବହୁତ ଇମ୍ପୋର୍ଟାଣ୍ଟ କି ୱାର୍ଡ ଏଥିରେ। ତାହେଲେ ଆମେ କଣ ଦେଖିବା? ଆମେ ବିଚାର କରିପାରିବା, ଦେଖିପାରିବା, ଏ ଶକ୍ତିର ଗୋଟେ ସ୍ପନ୍ଦନ ରୂପରେ ଦେଖିପାରିବା, ବା ତାର ବର୍ଣ୍ଣନା ବି କରିପାରିବା, ଡେସ୍କ୍ରାଇବ କରିପାରିବା, ଆଉ କଣ ନା ଉପଲବ୍ଧି ବି କରିପାରିବା। ପ୍ରକୃତରେ ଆମେ ଆଗରୁ ଏ ଜଗତର ଅସ୍ତିତ୍ୱ ବିଷୟରେ, ତାର ସୃଷ୍ଟି ବିଷୟରେ ଆମେ ଆଗରୁ ଆଲୋଚନା କରିଛେ। ଏଇ ଯୋଉ ଆକାର ବା ରୂପାୟନ ନିଏ ଫେନୋମେନାଲ ୱାର୍ଲଡରେ, ସେଇଟା ଯେ ସେଇ ଶକ୍ତିର ସ୍ପନ୍ଦନ, ଆଉ ସେ ସ୍ପନ୍ଦନର ଭିନ୍ନ ଭିନ୍ନ ସ୍ଥିତିରେ ଭିନ୍ନ ପ୍ରକାରର ରୂପାୟନ ନିଏ, ଏବଂ ସିଏ ମଧ୍ୟ ଗୋଟେ ସଂଗୁପ୍ତ ଇଚ୍ଛା ଶକ୍ତି ଦ୍ୱାରା ପରିଚାଳିତ ହୁଏ, ୟାର ଆଭାସ ଆମେ ଆଗରୁ ପାଇଛୁ। ଏଠି ପୁଣି ତାକୁ ପ୍ରଭୁ ପୁନରାବୃତ୍ତି କରି ଆଉ ଟିକେ ଷ୍ଟ୍ରେସ୍ ଦେଇ କହୁଛନ୍ତି, we may regard, describe and realize it as a movement of force obeying some secret will. This sentence is very very important. ଏଇ ଯୋଉ ସ୍ପନ୍ଦନ, ଇଏ ଗୋଟେ ନିଗୁଡ ବା ସଂଗୁପ୍ତ ଇଚ୍ଛା ଶକ୍ତିର ବୋଲ ମାନିକିରି ଚାଲିଛି। ଯଦି ସେଟା ନ ଚାଲୁଥାନ୍ତା, ଏଇ ଯୋଉ ୱାର୍ଲଡ ଏକ୍ଜିଷ୍ଟେନ୍ସ ଆମେ ଦେଖୁଛୁ, ବିଶ୍ୱ ବ୍ରହ୍ମାଣ୍ଡ, ଗୋଟିଏ ଉଦାହରଣ ନିଆଯାଉ, ଏଇ ଗ୍ରହ ଗୁଡିକ, ଗ୍ରହ ଯେତେ ସବୁ ତାର ମୁଭମେଣ୍ଟ ଦେଖୁ, ପ୍ଲାନେଟ ସବୁ ହେଲା, ଷ୍ଟାର୍ସ ହେଲା, ନେବୁଲା ହେଲା, ଏଗୁଡାକ କେତେ ବେଗରେ ସବୁ ଗତି କରୁଛନ୍ତି, ପ୍ରଚଣ୍ଡ ବେଗରେ। ଆମେ ଏଠି ରହି ଜାଣିପାରୁଛୁ। ଯଦି ସେମାନଙ୍କ ଭିତରେ କଲିଜନ ହୁଅନ୍ତା, ଯଦି ଇକ୍ୱିଲିବ୍ରିୟମ ରହନ୍ତା, ତାହେଲେ ତ ମାନେ ପୁରା ଏଇ ସାରା ଏଇ ଯୋଉ ପୃଥିବୀରେ ଥିବ, ପୃଥିବୀ ଭିତରେ ଆମେ ଅଛେ, ତ ପୁରା ଚିନ୍ତିତ ହେଇଯାନ୍ତା। କିନ୍ତୁ କୋଉ ସିକ୍ରେଟ ୱିଲ୍ ତାକୁ ପରିଚାଳନା କରୁ। ଏମିତି ଆମେ ଛୋଟିଆ ଛୋଟିଆ କଥା ଦେଖିବା। ପିଲାମାନଙ୍କର ଗୋଟେ ଛୋଟ କବିତା ଇଲେକ୍ଟ୍ରନ, ଇଲେକ୍ଟ୍ରନ କବିତାରେ ସେ ଦେଖୁଛନ୍ତି କେମିତି ନ୍ୟୁକ୍ଲିୟସ୍ ପ୍ରୋଟନ ଚାରିକଡ଼ରେ ବୁଲୁଛି ଏବଂ ସେଠି ମୁଭମେଣ୍ଟ ଦେଖୁଛନ୍ତି। ଯୋଉଠି ଶକ୍ତି ଅଛି ସେଠି ମୁଭମେଣ୍ଟ ଅଛି, କିନ୍ତୁ ତାଙ୍କୁ ଲାଗୁଛି ସେଇଠି ଯେମିତି ସେ ଛୋଟିଆ ଗୋଟେ ଚାରିଏଟରେ ଯିବା, ଯିଏ କ୍ରିଏଟର, ଯିଏ ତା ଦେହରେ ବୁଲୁଛନ୍ତି। ମାନେ ଚମତ୍କାର ଲାଗିବ ପ୍ରଭୁଙ୍କର, ମାନେ କୋଉଠି କାବ୍ୟିକ ଛନ୍ଦରେ, କୋଉଠି ଗୋଟେ ମିଷ୍ଟିକାଲ ମେଟାଫୋରିକାଲ କନସେପ୍ଟରେ, ଆଉ କୋଉଠି ଫିଲୋସଫିକାଲ ତତ୍ତ୍ୱରେ, ଏସବୁ ସେ ପ୍ରକାଶ କରୁଛନ୍ତି। ଯେମିତି ଜଗତର ଅସ୍ତିତ୍ୱ ଯାହା ରହିଛି, ସେଟା କେବଳ ଚେତନା ଆଉ ଚିତ୍ତ ସହିତ ଭିତରେ ଯୋଉ ସମ୍ବନ୍ଧଟି ଅଛି, ସେଇ ଦୃଷ୍ଟିରୁ ଆମେ ତାକୁ ବିଚାର କରିବା। ଏଇଟା ପ୍ରକୃତିରେ ଶକ୍ତିର ଗୋଟେ ସ୍ପନ୍ଦନ।
ଆଉ ସେ ସ୍ପନ୍ଦନଟାକୁ ଆମେ ବର୍ଣ୍ଣନା କରିପାରିବା, ତାକୁ ଉପଲବ୍ଧି କରିପାରିବା। ଆଉ ଏଇ ସମଗ୍ର ବ୍ରହ୍ମାଣ୍ଡରେ ସେ ମହାନ ଶକ୍ତିର ସବୁ ପ୍ରତିସ୍ପନ୍ଦନ କେବଳ, ଆଉ କିଛି ନୁହେଁ। ଆଉ ସେ ପ୍ରତିସ୍ପନ୍ଦନ ପ୍ରତ୍ୟେକ ଅବଜେକ୍ଟ, ଛୋଟିଆଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ, ପିମ୍ପୁଡ଼ିଠୁ ଆରମ୍ଭ କରି ଉଇ ପର୍ଯ୍ୟନ୍ତ ବା ଯେତେ ଯାହା ବା ବଡ ବଡ ଗ୍ରହ ନକ୍ଷତ୍ର ପର୍ଯ୍ୟନ୍ତ ସବୁଥିରେ ରହିଛି ସେଇ ସ୍ପନ୍ଦନ ରହିଛି, ସେଇ ମୁଭମେଣ୍ଟ ଅଫ ଫୋର୍ସ ରହିଛି। ତାର ଫୋର୍ସ ଶକ୍ତିର ସ୍ପନ୍ଦନ ନ ରହିଲେ ସେ କୌଣସି ମୁଭ୍ କରିପାରିବନି। କିନ୍ତୁ କାହାକୁ ଓବେ କରିବ? ଓବେଇଂ ସମ୍ ସିକ୍ରେଟ। ଏଇ ଯୋଉ କଥା ଗୁଡାକ ଆମେ ଆଲୋଚନା କଲେ, ଏଗୁଡିକ ଯଦି ସିକ୍ରେଟ ୱିଲ୍ କାର୍ଯ୍ୟ କରୁନଥାନ୍ତା ଏକଥା କେବେ ହୁଅନ୍ତା କି? ଦେଖନ୍ତୁ ସାରା ଜଗତରେ ମେଣ୍ଟେନ କେମିତି ହେଇଛି। କିଛି ପ୍ରାଣୀ ଅଛନ୍ତି ଯୋଉମାନେ ମାଂସାଶୀ ନୁହନ୍ତି, ସେମାନେ ସବୁ ଘାସ ପତ୍ର ଖାଆନ୍ତି। ଅଳ୍ପ କିଛି ଅଛନ୍ତି ସେମାନେ ମାଂସାଶୀ। ମଣିଷ ଭିତରେ ସବୁ ଭିତରେ ଚଢେଇ ତାର ଅନ୍ୟ ପ୍ରକାର ଖାଦ୍ୟ ଗ୍ରହଣ କରୁଛି। ଗଛ ତାର କିଏ ନଉଛି ବିଚିତ୍ର ଇକୋଲୋଜିକାଲ ବାଲାନ୍ସ ହେଇଛି। ଗଛ ନଉଛି କଣ? ଗଛ ଆମେ ଅଙ୍ଗାରକାମ୍ଳ ଛାଡୁଛୁ, ସିଏ ତାକୁ ନଉଛି, କିନ୍ତୁ ତାର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାରେ ସିଏ ଅମ୍ଳଜାନ ଛାଡୁଛି। ତେଣୁ ସନ୍ତୁଳନ ରହିଛି, ଗୋଟେ ଇକୋଲୋଜିକାଲ ବାଲାନ୍ସ ସେ ମେଣ୍ଟେନ କରୁଛି। ଏଇଠି ଗୋଟେ ସିକ୍ରେଟ ୱିଲ୍ କାର୍ଯ୍ୟ କରୁଛି, ଏ ସଂଯୁକ୍ତ ଇଚ୍ଛାଟି କାର୍ଯ୍ୟ କରୁଛି। ନହେଲେ ଅଳ୍ପ ସମୟ ଭିତରେ ସବୁ ଖଣ୍ଡିତ ପୁରା ଡିସିକ୍ଲିବ୍ରିୟମ ଚାଓଟିକ ହେଇଯାନ୍ତା ପୁରା। Or else some necessity imposed on it by the very existence of the consciousness that possesses or regards. ତେଣୁ ସେ କହୁଛି ଯଦି ବା ଯେମିତି ନ ହବ ତାହେଲେ କଣ କରିପାରିବ? ସେ ସିକ୍ରେଟ ୱିଲ୍ କଥା ତ କହିଲେ, ଆଉ କିଛି ଆବଶ୍ୟକତା ପଡିବ। ସେ ଆବଶ୍ୟକତାଟାକୁ ଇମ୍ପୋଜ କରିବାକୁ ପଡିବ, ଲଦି ଦେବାକୁ ପଡିବ। ଲଦି ଦେଲେ ଏଇ ଭେରି ଏକ୍ଜିଷ୍ଟେନ୍ସ ଅଫ କନସିୟସନେସ ଯିଏକି ତାକୁ ଧାରଣ କରିପାରିବ, ପାଳନ ବି କରିପାରିବ। ସେଇଟା ବି ହଉଛି କାରଣ ଚେତନାର ଉପସ୍ଥିତି ନହେଲେ ୱିଦାଉଟ୍ ଚେତନା ବ୍ୟତୀତ କିଛି ହେଇପାରିବନି। ଆଉ ସେ ଚେତନା ହିଁ ଭାୟା ମିଡିଆ ଯାହା ଭିତରେ ଦେଇକି ତାଙ୍କର ସିକ୍ରେଟ ୱିଲ୍ ଟା କାର୍ଯ୍ୟକାରୀ ହଉଛି। କୋଉଠି କୋଉଠି ସେ ମାନିକି ଚଳୁଛି, କୋଉଠି କୋଉଠି ଇମ୍ପୋଜ କରାଯାଉଛି। ଦେଖ ଯେତେ ସବୁ ଜୀବଜନ୍ତୁ ଅଛନ୍ତି ସେମାନେ ପ୍ରକୃତିର ନିୟମ ଅନୁସାରେ ଚାଲିଛି, କାରଣ ତାଙ୍କର ତ ମନ ନାହିଁ ନା। କିଏ କଣ ଭଲ ମନ୍ଦ ବିଚାର କରିବେ, କିଏ ଅଧିକ ନେଇଗଲା, ତାର କାହିଁ ଏତେ ଜାଗା ହେଇଗଲା, ମୋର ହେଲାନି, କି ଯେତିକି ଖାଇବା ଦରକାର ଖାଇବା ପାଇଗଲେ, କେବଳ ଖାଇବା ଛଡା ଛଡିବନି। ଅଦରୱାଇଜ ସେମାନେ ପ୍ରକୃତିର ନିୟମ ଅନୁସାରେ ବସବାସ ହେଇଥାଏ। କିନ୍ତୁ ମଣିଷ ମାନଙ୍କ କ୍ଷେତ୍ରରେ ସବୁ ବୈପରୀତ୍ୟ ଦେଖାଯାଏ। ତାରି ପାଖରେ ଭ୍ରାନ୍ତି, ତାରି ପାଖରେ ଇଲ୍ୟୁଜନ, ତାରି ପାଖରେ ବିଭୋର କରିବାର, ଆତ୍ମସାତ କରିବାର ମନୋଭାବ, ତାରି ଭିତରେ ସେଇ ତାର ଯୋଉ ଅହଙ୍କାର, ଏଇଗୁଡା ସବୁ ତା ପାଖରେ କିଛି ନାହିଁ। ସବୁ କଥା ଛାଡ଼ିଲେଣି। ଯୋଉ ଆମେ ଉପାଦାନ ଗୁଡାକ ଦେଖୁଛୁ ପଞ୍ଚଭୂତ, ପାଣି ହେଲା, ପବନ ହେଲା, ଅଗ୍ନି ହେଲା, ମାଟି ହେଲା କି ଆକାଶ ହେଲା, ସେମାନେ କଣ କରୁଛନ୍ତି? କାହା ୱିଲ୍ ମାନିକିରି ସେମାନେ ଚଳୁଛନ୍ତି? ସେମାନେ ଇକ୍ୱିଲିବ୍ରିୟମ ମେଣ୍ଟେନ କରି ରହିଛନ୍ତି, ସନ୍ତୁଳିତ ଅବସ୍ଥାରେ ପ୍ରସମଯୁକ୍ତ ହେଇକିରି ରହିଛନ୍ତି କେବଳ ସେ। ତେଣୁ ଯଦି ଚେତନା ଦେଖିଲା କିଛି ଗୋଟେ କରିବାକୁ ପଡିବ, ଇମ୍ପୋଜ କରିବାକୁ ପଡିବ, ମାନେ ଭେରି ଏକ୍ଜିଷ୍ଟେନ୍ସର, ତେଣୁ ସେ କରିବ ଏବଂ ବାଧ୍ୟ କରିବାକୁ ମାନେ ସେ ବାଧ୍ୟ କରିବ। ଇମ୍ପୋଜ ନ କଲେ ସେ ପ୍ରକୃତରେ ସେଇଟା ରିଗାଡି, ନହେଲେ ସେଟାକୁ ମାନିବ, ସେଟାକୁ ମାନିବନି, ସେ ଧାରଣ କରୁଛି। ତେଣୁ ଜୀବନ ଭିତରକୁ ଆମେ ଯେତେବେଳେ ଯାଉଛେ, ଜୀବନଟା ଆସିଲେ ଅସ୍ତିତ୍ୱର ଆବଶ୍ୟକତାରେ ଆମକୁ କିଛି ଦରକାର, ଜିନିଷ ଦରକାର ଆମେ ଧାରଣ କରିବାକୁ, ଆମକୁ ତାକୁ ମାନିବାକୁ ପଡିବ। ଆମେ ତାକୁ ନିଜର ନିଜସ୍ୱ ଇଚ୍ଛା ଦ୍ୱାରା ଆମେ ତାକୁ ପରିଚାଳନା କରିପାରିବା। ପରୋକ୍ଷ ଭାବରେ ହଉ ପଛିକି ଯେ ସଂଯୁକ୍ତ ଇଚ୍ଛା ଶକ୍ତି କ୍ରିୟାଶୀଳ ହବ। ତାପରେ ସେକେଣ୍ଡ ଲାଇନ କହିଲେ, ତାମାନେ ମୋଟ ଉପରେ ଦେଖିବାକୁ ଗଲେ ଏଇ ଯୋଉ ଜଗତ, ଏଣ୍ଟାୟାର ବ୍ରହ୍ମାଣ୍ଡ ଚେତନା ଆଉ ଚିତ୍ତଶକ୍ତି ଦ୍ୱାରା ପରିଚାଳିତ। ଅସ୍ତିତ୍ୱଟା କେବଳ ସେଇଥିପାଇଁ ସଚିତ ଆନନ୍ଦକୁ ଚିତ୍ ତପସ ଆନନ୍ଦ ବୋଲି ପ୍ରଭୁ ଯୋଉ ତାକୁ ଏକ୍ସଟେଣ୍ଡେଡ କଲେ, ତାର କାରଣ ହଉଛି କଣ? ଅସ୍ତିତ୍ୱ ଚିତ୍ ଶକ୍ତି ଦ୍ୱାରା ପରିଚାଳିତ, ସଂଯୋଜିତ, ତାହେଲେ ଯାଇକି ସେଥିରୁ ଉଦ୍ଭବ ହବ, ଉଦ୍ଭାସନ ହବ ଆନନ୍ଦ। ଆଉ ସେଇ ଆନନ୍ଦଟା ଯୋଉଟା ଉଦ୍ଭାସନ ହବ, ସେଥିରେ ଆମର ମଣିଷ ଯେହେତୁ ମନଟା ସୀମିତ, ଆମେ ଅନେକ ଗୁଡ଼ିଏ ସବୁ ନେଇ ଆସୁଛୁ, ସୀମିତତା ନେଇ ଆସୁଛୁ, ତାକୁ ବିଚାର କରୁଛୁ, ମାୟା, ବିଭ୍ରମ, ଏଇଟା ମରିଚିକା,
ବାସ୍ତବ କଣ କଣ ସବୁ ଆମ ଦୃଷ୍ଟିରୁ ବିଚାର କରୁ ଏଠି ସୁନ୍ଦର ପୃଥିବୀକୁ ଯିଏ ପରମ ତାକୁ ସୃଷ୍ଟି କରିଛନ୍ତି ଆମେ ବୁଝିପାରୁନୁ ବୋଲି ଆକୁ କହିବା। ତାପରେ ପ୍ରଭୁ ସାଂଖ୍ୟକୁ ଆଣିଛନ୍ତି ଏଠି ମହାବୀ ମଧ୍ୟ ମହାବୀରେ କି ସୁନ୍ଦର ଭାବରେ ବୁଝେଇଛନ୍ତି ଦୈତାଦିତ୍ୟ ମାନେ ଅଦ୍ୱୟ ଚେତନା ଏବଂ ତତ୍ଵ ଦୈତାଦ୍ୱୈତ ତତ୍ଵ ହିସାବରେ ପୁରୁଷ ପ୍ରକୃତି ଆଣିଛନ୍ତି। It is then the play of Prakriti, the executive force, to satisfy Purusha. ସାଂଖ୍ୟରେ ପୁରୁଷ କହୁଛି ପୁରୁଷ ସବୁ ସୁପରଭାଇଜର। ପୁରୁଷ does not take part, ସିଏ ପୁରା ଇମ୍ୟୁଟେବଲ, ସିଏ ପ୍ରକୃତିକୁ ତାର ସ୍ୱାଧୀନତା ଦେଇଛି। ଆଉ ପ୍ରକୃତି ଆମକୁ ମହାବୀର କୁହାଉଛି ନିଜେ କାର୍ଯ୍ୟକାରିଣୀ ଶକ୍ତି, ସେ ହିଁ ସବୁ କରୁଛନ୍ତି ଏବଂ ସିଏ କରୁଛନ୍ତି ପରମ ପୁରୁଷଙ୍କର ସିଏ ଯାହା ଇଚ୍ଛା କରିଛନ୍ତି ସେ କଥାଟା କରୁଛନ୍ତି, ତାଙ୍କୁ ହିଁ ସନ୍ତୁଷ୍ଟ କରିବାକୁ କରିଛନ୍ତି। ମହାବୀରେ ଆପଣ ପଢିବେ ଦେଖିବେ ଯୋଉ ଷଷ୍ଠ ଅଧ୍ୟାୟରେ ଗୋଟେ ଜାଗାରେ ଦେଖିଲେ ଯୋଉଗୁଡା ପର୍ବତଟା ହେଇଗଲା ସବୁ ସେଗୁଡା ବିକୃତି ହେଇଗଲା, ସେଠି ମାଙ୍କୁ ପୁଣି ନିଜେ କହିଲେ ଯେ ପରମ ପୁରୁଷଙ୍କୁ ମୁଁ ସାଟିସ୍ଫାଇ କରିପାରିଲିନି, ମତେ ଆଇ ହାଭ୍ ଟୁ ଏଗେନ୍ ଡିସେଣ୍ଡ ବା ମୋର ଇମାଜିନେସନ ମାନେ ଜଗତକୁ ପୁଣି ଯିବେ ଯୋଉଗୁଡିକ ବୈପରୀତ୍ୟ ଗୁଡିକ ସେଠି ହେଇଛି ତାକୁ ପୁଣି ଟ୍ରାନ୍ସଫର୍ମ କରିକି ନେଇଯାଏ। ଦି ରିଗାର୍ଡିଂ ଆଣ୍ଡ ଏନ୍ଜୟିଂ କନସିୟସ୍ ବିଂ, ସେ କହୁଛନ୍ତି ଯେ ପୁରୁଷକୁ ସାଟିସ୍ଫାଇ କରିବ and the regarding and enjoying the conscious being, or it is the play of Purusha reflected in the movement of the post. ଦେଖନ୍ତୁ ଏଇ ଭଳିଆ ବାକ୍ୟ ଆଉ କୋଉଠି ପାଇବେନି। ମାନେ ପ୍ରକୃତିକୁ ପୁରୁଷକୁ ସାଟିସ୍ଫାଇ କରିବାକୁ ଚାହୁଁଛି, ପୁରୁଷ ଏଠି କେବଳ ସୁପରଭାଇଜର ଅନୁମନ୍ତା ଭାବରେ ସାଂଖ୍ୟ କହୁଛି ଅଛି, କିନ୍ତୁ ତାକୁ ସେ ରିଗାର୍ଡ କରୁଛି, ତାକୁ ଇଏ କରୁଛି, ଏନ୍ଜୟ କରିବ କନସିୟସ୍ ବିଂ ଭାବରେ, ସେ ସଚେତନ ପୁରୁଷ ଭାବରେ। ଆଉ ଏଇଟା ଗୋଟେ ପ୍ଲେ ଅଫ୍ ପୁରୁଷା, ଇଟ୍ ଇଜ୍ ଦି ପ୍ଲେ ଅଫ୍ ପୁରୁଷା। ସେ ପ୍ଲେଟା କୋଉଠି ରିଫ୍ଲେକ୍ଟେଡ ହେଇଛି ଦେଖନ୍ତୁ, କୋଉଠି ରିଫ୍ଲେକ୍ଟେଡ ହେଇଛି, ରିଫ୍ଲେକ୍ଟେଡ ଇନ୍ ଦି ମୁଭମେଣ୍ଟ ଅଫ୍ ଦି ଫୋର୍ସ। ତାମାନେ ପ୍ରକୃତିର ଶକ୍ତି କାହା ପାଖରେ ଅଛି, ପ୍ରକୃତିର ଶକ୍ତିଟା କାହା ପାଖରେ ଅଛି, ପ୍ରକୃତିକୁ ସେ ଡେଲିଗେଟ୍ କରିଦେଇଛି, ଶକ୍ତିଟା ପ୍ରକୃତିରେ ଅଛି ପୁରୁଷଙ୍କ ପାଖରେ, ସେ ରିଫ୍ଲେକ୍ଟେଡ ହେଇଛି। ଯେମିତି ଗୋଟେ ଆମେ ସେଟାକୁ ଆମେ ଭର୍ଚୁଆଲ ଇମେଜ ବୋଲି କହିପାରିବା, କିନ୍ତୁ ମିରର ନହେଲେ ଆମ ମୁହଁ ଆମେ ଦେଖିପାରିବା। ତେଣୁ ପ୍ରକୃତିର ଲୀଳାଖେଳା ପାଇଁ ସିଏ କଣ କରିଛି, ଯାହା ଶକ୍ତିର ଯୋଉ ଗତିସ୍ପନ୍ଦନଟି ତା ଭିତରେ ସେ ରିଫ୍ଲେକ୍ଟେଡ ହେଇଛି ଏବଂ ସିଏ ତା ସହିତ ମିଶି ଆଇଡେଣ୍ଟିଫାଏଡ ହେଇଛି। ଏଇ ହଉଛି ପୁରୁଷର ଲୀଳା। ସେଠି କୁହାଯାଇଛି ଯେ ସିଏ ମାଙ୍କର ଆତ୍ମବଳି, ଉଭୟ ଯାକ ଇକ୍ୟୁଭାଲେଣ୍ଟଲି ସେମ୍। ଗତିଶୀଳତା ଭିତରେ ମ୍ୟୁଟେବିଲିଟି ଭିତରେ ଇମ୍ୟୁଟେବଲ, ଅକ୍ଷର ଭିତରେ କ୍ଷର, ୟାର ଫ୍ୟୁଜନ ହେଇଯାଉଛି, ସେ ଆଇଡେଣ୍ଟିଫାଇ ହିମସେଲ୍ଫ। ଏଇ କଥାଟା ବିଜ୍ଞାନ ସହଜରେ ଗ୍ରହଣ କରେ। ସେ କହୁଛି କଣ ତୁମର ସେଇ ଚିତ୍ତ କି ଏନ୍ଜୟ କରୁଛନ୍ତି, ପୁରୁଷଙ୍କର ଲୀଳା ଚାଲିଛି ପ୍ରକୃତି ସହିତ, ତାଙ୍କର ସବୁ ପ୍ରତିଫଳିତ କରୁଛନ୍ତି, ଆମେ ସବୁ ଏଇ ସବୁ କଥା ଗୁଡା ଅଛି ତ ଆମକୁ ଦେଖେଇ ଦିଅନ୍ତି। ସେମାନେ ତ କହୁଛନ୍ତି, ବିଜ୍ଞାନ କହୁଛି ତମେ ଦେଖେଇଲ ସେ ପରମ ଚେତନା କଣ, ପରମ ସତ୍ୟ କଣ, ପରମ ପୁରୁଷ କଣ, ଏସବୁ ରମ ଯାଉଛି। ତାପର ବାକ୍ୟଟି ହଉଛି world then is the play of a mother of the thing, moved to cast herself forever into the infinite form and abyss of the eternally outpouring experiences. କି ବ୍ୟୁଟିଫୁଲ କଥା। ପ୍ରଭୁ ବି ମହାବୀର ବି ଏଇ ସମାନ କଥା ସେ କହୁଛନ୍ତି। ସିଏ ଅନନ୍ତ ରୂପରେ ନିଜକୁ ବିଭାଜିତ କରୁଛନ୍ତି, କହୁଛନ୍ତି, ଆଉ ଅବିରାମ ଭାବରେ ସେଇ ଅନୁଭୂତିର ଆସ୍ୱାଦନ କରିବାକୁ ଚେଷ୍ଟା। ତେଣୁ ଇଏ ହଉଛି ନିଖିଳ ଜନନୀଙ୍କର ଲୀଳା, ଯିଏ ମା ଭଗବତୀ ଜନନୀଙ୍କର ଇଏ ହଉଛି ଲୀଳା, ଆଉ ଆମେ ତାକୁ ହିଁ ଜଗତ ବୋଲି କହିବା। ତେଣୁ ଆମେ କଣ, ଏଇଠି ବ୍ୟୁଟିଫୁଲ ଗୋଟେ ଜାଗାରେ ପ୍ରଭୁ ଜଣଙ୍କର ଉତ୍ତରରେ କହୁଛନ୍ତି, ମୁଁ କିଏ ତାହେଲେ, ପ୍ରଭୁ କହୁଛନ୍ତି ସାରା ବ୍ରହ୍ମାଣ୍ଡ ଭିତରେ ତୁ ନାଉ କି, ତୁ ତ ମା। ଏଇଟା ଅର୍ଥ ନୁହଁ ଯେ ଆମେ ସବୁ ସ୍ଥିତିରେ ସବୁ ଖାଲି କହିଦେବା ଯେ ମୋ ମା ବୋଲି। ସେ ପରମା ଜନନୀଙ୍କର ଚେତନା ସହିତ ଯୋଉ ପର୍ଯ୍ୟନ୍ତ ଏକୀଭୂତ ନ ହେଇଛେ, ଅନନ୍ତ ସହିତ ଶାନ୍ତର ଯୋଉ ପର୍ଯ୍ୟନ୍ତ ମିଳନ ନ ହେଇଛି,
ଯେ ଯୋଉ ପର୍ଯ୍ୟନ୍ତ ଅନନ୍ତ ରୂପରେ ଶିଖଉଛନ୍ତି ଚେତନା ସେ ଉଦ୍ଭାସିତ କରୁଛନ୍ତି ତା ଭିତରେ ଆମେ ନ ଯାଇଛେ ଯେ ଆମ ଭିତରେ ମା ଅଛନ୍ତି, ଯିଏ ଆମର କଥା ସବୁ ବୁଝୁଛନ୍ତି, ଯିଏ ଅସଲ ସତ୍ତା ଭାବରେ ଆମ ଭିତରେ ଅଛନ୍ତି, ସିଏ ହିଁ ସୃଷ୍ଟିକାରିଣୀ ଶକ୍ତି। ଆଉ ନିଜକୁ ଅନନ୍ତ ରୂପରେ ସେ ନିକ୍ଷେପ କରିଛନ୍ତି, ଆଉ ନିଜକୁ ବି ସେ ନିଜକୁ କାଷ୍ଟ କରିଛନ୍ତି ପୁରା। ଯୋଉ ଯୋଉ ରୂପଟି ହଉଛି ତାର ମାନେ ଛାଞ୍ଚ ସେ ତିଆରି କରିଛନ୍ତି, ରୂପାୟନ ସେ ଦେଇଛନ୍ତି। ଏଇଟା ମଣିଷର ମୁହଁ, ଏଇଟା ହଉଛି ହାତୀର ମୁହଁ, ଏଇଟା ହଉଛି ଗଛ, ଏଇଟା ଅମୁକ ଫୁଲ, ସେଇଟା ସବୁ ସିଏ ହିଁ କରିଛନ୍ତି। ତ ସେ ତା ମୂଳରେ ରହିଛି ପରମ ପୁରୁଷକୁ, ପରମାତ୍ମାକୁ ସିଏ ସାଟିସ୍ଫାଏ କରିବେ। ସେଥିପାଇଁ ମହାକାଳୀ କାର୍ଯ୍ୟ କରୁଛନ୍ତି। ତେଣୁ ମହାକାଳୀ କାର୍ଯ୍ୟ କରୁଛନ୍ତି। ମହାକାଳ କିଏ? ଶିବ। ଆମେ ମହାକାଳୀକୁ ଶକ୍ତି ବୋଲି କହୁଛେ, ଶିବ ହଉଛନ୍ତି ମହାକାଳ। ଏ କନସେପ୍ଟ ମଧ୍ୟ ଶ୍ରୀଅରବିନ୍ଦ ତାଙ୍କର କବିତାରେ ଭିନ୍ନ ଭିନ୍ନ ଜାଗାରେ ଆଣିଛନ୍ତି ତିନି ଜଣଙ୍କୁ ବେସିକଲି। ଜଣେ ହଉଛନ୍ତି କାଳୀ, ଆଉ ଜଣେ ହଉଛନ୍ତି ଶ୍ରୀକୃଷ୍ଣ, ଆଉ ହଉଛନ୍ତି ଶିବା। ସୁନ୍ଦର ସୁନ୍ଦର ତାପରେ ସବୁ କବିତା ଆଦି ଏଗୁଡିକ ଅଛି ସବୁ। ଯୋଉମାନେ ସେଥିପାଇଁ ଇଣ୍ଟରେଷ୍ଟେଡ ପଢିବେ। ମୁଁ ଟିକେ ବିଶେଷ କାମ ମୋର ଅଛି ଆଜି, ଏଇଠି ରହୁଛି, କାଇଣ୍ଡଲି ବିୟର ଇଟ୍। ଆଉ ମୁଁ ମଙ୍ଗଳବାର ଦିନ ପାରାଗ୍ରାଫ କହିବି। କାରଣ ତାପରେ ଆମେ ଦେଖିବା ବିଶ୍ୱଲୀଳାରେ ଆମର ବିଶ୍ୱ ଆନନ୍ଦ ଭିତରେ ଆମର ବ୍ୟକ୍ତିଗତ ଆନନ୍ଦର କଣ ଅଛି, ସେଠି ଗୁରୁତ୍ୱ କଣ ରହିଛି, ସେ କଥାଟା ଆମେ ପାରାଗ୍ରାଫରେ ପଢିବା। ଦେଖିବା ଯେ ସିଏ ହଉଛନ୍ତି ନାଟ୍ୟକାର, ସିଏ ହଉଛନ୍ତି ନାଟକ, ସିଏ ହଉଛନ୍ତି ରଙ୍ଗମଞ୍ଚ, ସବୁ କିଛି ଆମେ ବନ୍ଦେ ମାତରମ୍।